ଶ୍ରୀମଦ୍ ଭାଗବତ ଗୋପଲୀଳା ଦ୍ୱାଦଶ ଅଧ୍ୟାୟ। କୃଷ୍ଣଚରଣେ ଦେଇ ମନ କହନ୍ତି ବ୍ୟାସଙ୍କ ନନ୍ଦନ। ଶୁକ ଉବାଚ ଶୁଣ ପରୀକ୍ଷ ମହିପାଳ ଗୋପରେ ଶୁଭିଲା ଚହଳ। ଭାଜିଣ ବେନି ବୃକ୍ଷ ପଡ଼ି ଶୁଭିଲା ମେଘ ଘଡ଼ଘଡ଼ି। ଭୂମି କମ୍ପଇ ଥରହର ଗୋପାଳ ହୋଇଲେ ବାହାର। ବୋଇଲେ ଏକୁ ଆରେ ଚାହିଁ ଏକି ଶବଦ କାହୁଁ ହୋଇ। ନିର୍ଘାତ ଶୁଭିଲା ତ ଗୋଳ ଗଗନେ ଚାହିଁ ମେଘମାଳ। କାହୁଁ ଏ ଶବଦ ଶୁଭିଲା ଜାଣିଲେ ଅର୍ଜୁନ ଭାଜିଲା। ତକ୍ଷଣେ ମିଳିଲେ ସକଳେ ଜାମଳା ଅର୍ଜୁନର ତଳେ। ବୋଲନ୍ତି ଭାଜିଲା କେମନ୍ତ ପବନ ନାହିଁ ବଳବନ୍ତ। ଶସ୍ତ୍ରେ ଛେଦିଲା ନାହିଁ କେହି ଭିତରେ ମଞ୍ଜ କିଳା ନାହିଁ। କିମ୍ବା ପଡ଼ିଲା ମହି ତଳେ ବେନି ଅର୍ଜୁନ ଏକାବେଳେ। ଡାଳ ଦେଖନ୍ତେ ଏକ ଏକ ଦେଖିଲେ ପଡ଼ିଛି ବାଳକ। ଚକିତ ହୋଇ କଲେ କୋଳ ବନ୍ଧନ ହୋଇ ଅଛି ରୋଳ। କେ ନାରୀ କଲା ଏଡ଼େ କର୍ମ ଚିହ୍ନିଲେ ଦଶ ଦାନନ୍ଦନ। ବାଳକେ ବୃକ୍ଷ ମୂଳେ ଥିଲେ ଗୋପାଳ ମାନଙ୍କୁ କହିଲେ। ଯଶୋଦା ରୋଳେ ବାନ୍ଧିଗଲା ତଳେ ତା ସୁତ କାନ୍ଦୁଥିଲା। ବେନି ବୃକ୍ଷର ମଧ୍ୟେ ପଶି ରୋଳ ସେ ଟାଣିଲା ଆକର୍ଷି। ବୃକ୍ଷେ ପଡ଼ିଲେ ବେଗେ ଭାଙ୍ଗି ଏହାର ଦେହ ଯହୁଁ ଲାଗି। ବେନି ପୁରୁଷେ ଏହି ବୃକ୍ଷେ ବାହାର ହୋଇଲେ ପ୍ରତ୍ୟକ୍ଷେ। ତେଜେ ଗଞ୍ଜନ୍ତି ନିଶା କର ଏହାର ପାଦେ ଦେଇ ଶିର। କି ବୋଇଲେ ତା ନ ଜାଣି ଉତ୍ତରେ ଗଲେ ଏହି କ୍ଷଣି। ଶୁଣି ହସିଲେ ଗୋପଲୋକେ ବୋଲନ୍ତି ଏକ କୁଆରକେ। ବାଳ ବଚନ କାହିଁ ସତ୍ୟ ମାୟା ମୋହିଲେ ଗୋପୀନାଥ। କଟନ କଟି ଭାଗୁ ଫେଇ ନନ୍ଦର କୋଳେ ଦେଲେ ନେଇ। ଶୁଣି ମିଳିଲେ ନନ୍ଦ ନାରୀ କୃଷ୍ଣଙ୍କୁ ଆଣ କୋଳ କରି। ଗ୍ରହ ଶଙ୍କିତେ ବ୍ରଜବାଳୀ କୃଷ୍ଣଙ୍କୁ ନେଲେ ନିଉଛାଳି। ଆନନ୍ଦ କଲେ ଗୀତ ଗାଇ କୃଷ୍ଣ ନାଚନ୍ତି ତାଳି ଦେଇ। ଗୋପୀ ବୋଲନ୍ତି କୃଷ୍ଣ ଶୁଣ ଘର ଭିତରୁ ଆଣ ମାଣ। ପାଣ୍ଡୋଇ କଠା ଉମ ଶୁଣି ଆଣ ତୁ ଦୁଧର ଦୁହୁଣି। ପୁଣି ଗୋବିନ୍ଦ ଘରେ ଯାଇ ଆଣନ୍ତି କନ୍ଧେ ଶିରେ ବହି। ଥୋଇ କରନ୍ତି କୌତୁକ ଆହୁରି ଆଣି ବଇଁ ଦେଖ। ଭକତ ଜନଙ୍କୁ ସୁଫଳ ଗୋପେ ଦେଖନ୍ତି ନନ୍ଦବାଳ। ଭକତ ଜନେ ଦିଅନ୍ତି ଦେଖା ଗୋପେ ଅଇଲା କୋଳି ବିକା। ଢାକଇ କୋଳି କୋଳି ବାଣୀ କୃଷ୍ଣ ଧାଇଁଲେ ତାହା ଶୁଣି। ବସନ ନାହିଁ କଟି ଭାଗେ ମିଳିଲେ ଧାନ ରାଣୀ ଲାଗେ। ଧାନ ଆଞ୍ଜଳି ପେଟେ ଦେଇ ବେଗେ ଧାଇଁଲେ ଭାବଗ୍ରାହୀ। ମିଳିଲେ କୋଳି ବିକା ଲାଗେ ମାଣ ପାତିଲା ଦେଖି ବେଗେ। କୃଷ୍ଣର ଦୃଷ୍ଟି ଅଛି ଫଳେ ଦାନ ପଡ଼ିଲା ସବୁ ତଳେ। ତକ୍ଷଣେ ଝାଡ଼ି ବେନି କର ଆଞ୍ଜଳି କଲେ ଦାମୋଦର। କର ପୁରଇ ଦେଲା ଫଳ ବୋଲନ୍ତି ପ୍ରଭୁ ଚକ୍ରଧର। ଭାଣ୍ଡେ ତ ଅଛି କେତେ କୋଳି ଟେକି ଚାହିଁଲେ ବନମାଳି। ରତ୍ନ ହୋଇଲା ତତ୍କ୍ଷଣ ଘରେ ମିଳିଲେ ନାରାୟଣ। ଏବେ ହୋ ଶୁଣ ନରନାଥ କୃଷ୍ଣର ବାଳକ ଚରିତ। ଗୋକୁଳ ମଧ୍ୟେ ଏକ ନଦୀ ବହଇ ବୃନ୍ଦାବନ ଭେଦି। ସେ ନଦୀ ତୀରେ ଏକ ଦିନେ ରାମ ଗୋବିନ୍ଦ ତୋଷ ମନେ। ଖେଳନ୍ତି ନାନା କୁତୁହଳେ ଗୋପ ବାଳକ ଗଣ ମେଳେ। ଉଛୁର ଦେଖିଣ ରୋହିଣୀ ଚଞ୍ଚଳେ ଗଲେ ପୁତ୍ରେ ଆଣି।
ଡାକନ୍ତି ମଧୁର ବଚନେ ଗୋବିନ୍ଦ ନ ଶୁଣନ୍ତି କର୍ଣ୍ଣେ। କୋପେ ରୋହିଣୀ ବାହୁଡ଼ିଲା ଯଶୋଦା ଛାମୁରେ କହିଲା। ପୁଣି ଯଶୋଦା ଗଲା ଖରେ କୃଷ୍ଣ ଦେଖିଲା ନଦୀ ତୀରେ। ପୁତ୍ରର ସ୍ନେହ ମାୟା ମୋହେ ସ୍ତନ ଯୁଗଳୁ କ୍ଷୀର ବହେ। କୃଷ୍ଣ କମଳ ମୁଖ ଚାହିଁ ଡାକଇ ଅଙ୍ଗୁଳି ଦେଖାଇ। ଆସ ମୋ तात ପିୟ ସ୍ତନ୍ୟ ଶ୍ରମ ଆକୁଳ ତବଦନ। ଭୋଜନ ହୋଇ ଲାଉଛୁର ଆସ ତୁ ବେଗେ ଯିବା ଘର। ହେ ରାମ ଆସ କୃଷ୍ଣ ଘେଣି ବହୁତ ଦେବ ହିଁ ଲବଣୀ। ପିତା ଭୋଜନ ବେଳ ହୋଇ ସଙ୍ଗେ ଭୁଞ୍ଜିବ ବେନି ଭାଇ। ବାଳକେ ଯାନ୍ତି ଯେଜା ଘର ବେଳ ଯେ ହେଉଛି ଉଛୁର। ଦେହ ତ ଧୂଳିରେ ଧୂସର ଜନ୍ମ ନକ୍ଷତ୍ର ଆଜତର। ଅରିଷ୍ଟ ଖଣ୍ଡ ନେତୋହର ବିପ୍ରଙ୍କୁ ଗୋରୁ ଦାନ କର। ଦେଖ ଆଳକେ ତୋର ସଙ୍ଗେ ବିବିଧ ଅଳଙ୍କାର ଅଙ୍ଗେ। ସ୍ନାନ ଭୋଜନ ଆସି କର ଦେବଇ ନାନା ଅଳଙ୍କାର। ଏମନ୍ତ ବୋଲି ନନ୍ଦରାଣୀ କରେ ଧରିଲେ ଚକ୍ରପାଣି। ରାମଙ୍କୁ କାଖରେ ବସାଇ ଘରେ ମିଳିଲେ ଦେବୀ ଯାଇ। କରାଇ ସ୍ନାନ ଭୋଜନ ରଞ୍ଜିଲେ ରାମ କୃଷ୍ଣ ମନ। ଭୋଜନ ସାରି ଆଚମନ ଆନନ୍ଦେ କରାଇ ଶୟନ। ବିପ୍ରଙ୍କୁ ଆଣି ସେ ଡକାଇ ତାହାଙ୍କୁ ଗୋରୁ ଦାନ ଦେଇ। ଅସ୍ତ ହୋଇଲେ ଦିନ କର ଗୋପାଳେ କରନ୍ତି ବିଚାର। ଏକ ଆରକେ ଅବହେଳେ ନନ୍ଦର ଦ୍ୱାରେ ମେଳ ହେଲେ। ବସିଲେ ନନ୍ଦ ଉପନନ୍ଦ ମଧ୍ୟେ ଅନନ୍ତ ଆନ୍ଦି କନ୍ଦ। ଗୋପାଳେ କରନ୍ତି ବିଚାର ଶୁଭ ଦିଶେ ଗୋପପୁର। କହ କି କରିବା ଉପାୟ ପୁତ୍ରଙ୍କୁ ଉପୁଜିଲା ଭୟ। ଶୁଣି ଉଠିଲେ ଉପନନ୍ଦ ଯାହାର ଜୀବନ ଗୋବିନ୍ଦ। ଜ୍ଞାନ ବୟସେ ବୃଦ୍ଧପଣ ଗୋପଙ୍କୁ କହଇ କାରଣ। ଶିରେ ନିବେଶିବେନି କର ସଭଏ କହଇ ଉତ୍ତର। ଚାଲ ନଥିବା ଗୋପପୁରେ ଘର କରିବା ଆନଠାରେ। ଅନେକ ପଡ଼ିଲା ପ୍ରମାଦ ପୁତ୍ରେ ତ ଆମ୍ଭର ସମ୍ପଦ। ଦେଖ ଯଶୋଦା ପୁତ୍ର ସଙ୍ଗେ ଆମ୍ଭ ବାଳକେ ନାଶ ଯିବେ। ଅଳ୍ପ ଦିନେ ମହାଭୟେ ଆପଦ ପଡ଼ିଲା ଥକାଏ। ତୋର ପୁତ୍ରକୁ ଦେଖ ନନ୍ଦ କେତେ ନ ପଡ଼ିଲା ପ୍ରମାଦ। ପୁତନା ମୁଖୁ ଅଛି ତରି ଶୂନ୍ୟ ଦୈତ୍ୟ ନେଲା ହରି। ସକଟ ଉପରେ ପଡ଼ିଲା ସେବେଳେ ଗୋବିନ୍ଦ ରଖିଲା। ଏବେ ତରିଲା ପରମାଦୁ ଜାମଳା ଅର୍ଜୁନ ଆପଦୁ। ଚାଲ ନଥିବା ଏ ନଗର ନାଶ ନ ହେଉ ଗୋପପୁର। ଯଶୋଦା ଯେବେ ନ ଛାଡ଼ିବ ଏକା ପୁତ୍ରକୁ ନ ପାଇବ। ଚାଲ ଆପଦ ନହୁଁ ଯିବା ତେବେ ସେ ପୁତ୍ରକୁ ପାଇବା। ସକଳେ ଦୃଢ଼ କର ମନେ ଘର କରିବା ବୃନ୍ଦାବନେ। ବହୁତ ଫଳ କନ୍ଦମୂଳ ନିର୍ମଳ ଯମୁନାର ଜଳ। ପର୍ବତ ନାମେ ଗୋବର୍ଦ୍ଧନ ଗୋରୁଙ୍କୁ ଅଛି ଜଳ ତୃଣ। ଗୋପୀ ଗୋପାଳ ତୋଷ ହେବେ ବହୁତ କ୍ଷୀର ଗାଈ ଦେବେ। କାଲି ପ୍ରଭାତୁ ହୁଅ ସଜ ଭାର ସକଟ ଭେଗେ ସାଜ। ଗୋଧନ ଚଳି ଯାନ୍ତି ବେଗେ ଗୋପ ବାଳକେ ଘେନି ସଙ୍ଗେ। ସୁଖେ ରହିବା ବୃନ୍ଦାବନେ କିଛି ନ ଭାଳ ତୁମ୍ଭେ ମନେ। ଶୁଣି ମଣିଲେ ଗୋପହିତ ନିଜ ଭୁବନେ ଉପଗତ। ଯେ ଯାରେ ଗେଣି ନ ସମ୍ପଦ ଯାନ୍ତେ କରନ୍ତି ସିଂହାନାଦ। ନନ୍ଦ ଯଶୋଦା ଏକ ମେଳେ ରୋହିଣୀ ସୁତ ଘେନି କୋଳେ। ପାଶେ ଚଳନ୍ତି ଗୋପୀନାଥ
ଗାବନ୍ତି ନାନା ରଙ୍ଗେ ଗୀତ। ଶକଟମାନ ଯାନ୍ତେ ଖର, ଧୂଳିରେ ଛିନ୍ନ ଦିବାକର। ମିଳିଲେ ବୃନ୍ଦାବନେ ଯାଇ, କୃଷ୍ଣ ଚରିତ ଗୀତ ଗାଇ। ଗୋପାଳେ ଧନୁ ସର ଘେନି, ନାନା ଶବଦେ ବେଣୁ ଧ୍ୱନି। ଯାଇ ହୋଇଲେ ବୃନ୍ଦାବନ, ଆନନ୍ଦ ଗୋପୀଙ୍କର ମନ। ଯେ ବନେ ବିଜେ ଗୋପୀନାଥ, ସର୍ବଦା ବହଇ ବସନ୍ତ। ସୀମା ଆବୋରି ଗୋପପୁର, ଯେଝାରେ ତୋଳିଲେ ମନ୍ଦିର। ଗ୍ରାମର ମଧ୍ୟେ ନନ୍ଦ ଘର, ଯହିଁ ବିଜୟ ଦାମୋଦର। କୃଷ୍ଣ ଦେଖିଲେ ଗୋବର୍ଦ୍ଧନ, ଯମୁନା ନଦୀ ବୃନ୍ଦାବନ। ଦେ ସାକ୍ଷୀ ନନ୍ଦ ବେନି ଭାଇ, ବୋଲନ୍ତି ନନ୍ଦ କୂଅ ସାଇ। ଯେତେ ଅଛନ୍ତି ବର୍ଷା ଘରେ, ଆମ୍ଭେ ରଖିବୁ ନଦୀ ତୀରେ। ଭତା ତ ନାହିଁ ତୁ ନ କର, ବର୍ଷା ରଖିବୁ ଆମ୍ଭେ ତର। ନନ୍ଦ ଓଇଲେ ତ ସହଇ, କାଲି ହୁଁ ବର୍ଷା ରଖ ନେଇ। ପିତାର ବଚନେ ମୁରାରି, ସାନନ୍ଦେ ଚରାନ୍ତି ବାଛୁରୀ। ଗ୍ରାମ ନିକଟେ ଥାନ୍ତି ନିତେ, ବନେ ନ ଯାନ୍ତି ଭୟ ଚିତେ। ବ୍ୟାଘ୍ର ବଲୁକ ସିଂହ ତ୍ରାସେ, ବର୍ଷା ଚରାନ୍ତି ଗ୍ରାମ ପାଶେ। ଗୋପାଳ ପୋଏ ଥାନ୍ତି ସଙ୍ଗେ, ଖେଳନ୍ତି ନାନା ରସ ରଙ୍ଗେ। କ୍ଷଣ କ୍ଷଣ କେ ବେଣୁନାଦ, କେ କହୁ କୃଷ୍ଣର ଆନନ୍ଦ। ଏକ ଆରକେ ଭୁଜ ଧରି, ଯୁଝନ୍ତି ବାହାନାଦ କରି। ବେଲ ଅଇଲା କଣ୍ଟା ଫୋଳେ, ତୋଷି ଆଣନ୍ତି ବୃକ୍ଷବାଳେ। ଏକ ଆରେକେ ମରାମରି, ସାକ୍ଷୀ କରାନ୍ତି ରାମ ହରି। ନାନା ପକ୍ଷୀଙ୍କ ନାଦ ଶୁଣି, ପୋଏ ନାଚନ୍ତି ତାହା ଶୁଣି। ଦିନେ ଯମୁନା ତୀରେ ହରି, ଆନନ୍ଦେ ଚରାନ୍ତି ବାଛୁରୀ। କଂସ ଆଦେଶ ବର୍ଷାସୁର, ଆସି ମିଳିଲା ଧାତିକାର। କୃଷ୍ଣର ମୁଖକୁ ଚାହିଁଲା, ବାଛୁରୀ ରୂପକୁ ଧଇଲା। ବର୍ଷା ଗହଳେ ଗଲା ପଶି, ରାମଙ୍କୁ ଦେଖାନ୍ତି ଶ୍ରୀ ବସି। ଦେଖ ଦୈତ୍ୟ ବର୍ଷା ପାଶେ, ଆମ୍ଭଙ୍କୁ ମାରିବାର ଆସେ। ମାୟା ବାଛୁରୀ ରୂପ ହୋଇ, କହି ହସନ୍ତି ଭାବଗ୍ରାହୀ। ଅସୁର ବିଚାରଇ ମନେ, କୃଷ୍ଣଙ୍କୁ ମାରି ବିକେଶନେ। ନିକଟେ ମିଳିଲେ ମୋହର, ପାଦେ କରିବି ସତେ ଚୂର। ତାହା ଜାଣିଲେ ନାରାୟଣ, ମୋହିଲେ କୁମାରଙ୍କ ମନ। କଇତ ଗଛ ଦେଖି ପୋଏ, ବୋଲନ୍ତି ରାମଙ୍କୁ ଥୋକାଏ। ଏ ଫଳ ଦିଶ ସୁସଞ୍ଚ, ହସ୍ତ ନ ପାଏ ବଡ଼ ଉଚ୍ଚ। ତୁ ରାମ ଅତି ବଳିୟାର, ଫଳ ତକାଏ ବୃକ୍ଷୁ ତୋଳ। ଶୁଣି ସାନନ୍ଦ ବନମାଳି, ବର୍ଷା ନିକଟେ ଯାଇ ମିଳି। ବେନି ଚରଣ ଧରି କରେ, ବୁଲାଇ ପିଟିଲେ ବୃକ୍ଷରେ। କରେ ଘୁରାନ୍ତେ ପ୍ରାଣ ଗଲା, ଜୀବନ ଗୋବିନ୍ଦେ ପଶିଲା। ଦେବେ ଚକିତ ତାହା ଦେଖି, ବ୍ରହ୍ମା ହୋଇଲେ ଅତି ସୁଖୀ। ଅସୁର ଦେହ ଲାଗି କରି, ଫଳ ପଡ଼ିଲା ବୃକ୍ଷୁ ଝଡ଼ି। ବାଳକେ ଦେଖିଣ ଚକିତ, ବୋଲନ୍ତି ଧନ୍ୟ ନନ୍ଦସୁତ। ଆନନ୍ଦେ ଦେବତାଏ ସ୍ତୁତି, କୃଷ୍ଣଙ୍କୁ କଲେ ପୁଷ୍ପବୃଷ୍ଟି। ଏମନ୍ତେ ରାମ ବନମାଳି, ବର୍ଷା ରଖନ୍ତେ ବନେ କେଳି। ସକାଳେ ଦଧି ଗୁଡ଼ ଅନ୍ନ, ଭୁଜନ୍ତି ରାମ ଭଗବାନ। ନିତେ ଯମୁନା ତୀରେ ଯାଇ, ବର୍ଷା ରଖନ୍ତି ବେନି ଭାଇ। ଗୋପାଳ ପୁଅ ଘେନି ସଙ୍ଗେ, ବନେ ବିହରି ନାନା ରଙ୍ଗେ। ବାଳକେ ଯେ ଯା ବର୍ଷା ଘେନି, ଚରାନ୍ତି କରି ବେଣୁ ଧ୍ୱନି। ଦିନେ ନିଦାଘେ ଖରା ବେଳେ, ମିଳିଲେ ଯାଇ ନଦୀ କୂଳେ। ବର୍ଷାଙ୍କୁ ପିଆଇ ବହନ, ସକଳେ କଲେ ଜଳପାନ। କଂସର ମିତ୍ର ବକାସୁର, ସଧୀରେ ବିହରଇ ନୀର।
कृष्णଙ୍କୁ ଦେଖି କାମ ରୂପୀ क्षण क्षण के तनु व्यापी निज स्वभावे महाकाये देखि डरिले गोप पोए एबने एड़े बक थाई कहन्ति रामଙ୍କୁ देखाई गोपाल पोए परशंसी पर्वत खंड प्राय दिशी त्रासे उठिले बेगे तीर देखु धाइला बकासुर घोर शबद बेगे कला तक्षणे कृष्णଙ୍କୁ गिଳିଲା कृष्ण न देखि गोप बाळे ढଳି पड़िले मही तळे उठीण करन्ति रोदन चकिते चाहि छन छन बकार ताळु मूळे रही ताहा जानिले भावग्राही दास वत्सल नर हरि बेगे अनल रूप धरी प्रलय अग्नि जिणी तेज ताळु दहिले देवराज तक्षणे घोर नाद करी कृष्णଙ୍କୁ पकाई उदारी धीरे चाहिला बकासुर सुंदर दिशिला शरीर देखि श्रीकृष्ण कळेवर पुणी धाइला रसवर कृष्णर देहे क्षत नाही असुर मने विचारई पुणी विचारु अछि मने एहाकु मारी विकेशने एहार सुकुमार पिंड थंटे करिबि खंड खंड विस्तारी बेनी पाटी तोली बेगे धाइला महाबली शून्य देखन्ति देवगण आग होइले नारायण करे धोइले बेनी पाटी असुर न पारिला उठी बालक मेलेण श्रीहरि चिरिले बेनी फाळ करी देखि सानंदे बृंदारके कुसुम बरसिले थके दुंदुभि वाद्य नाद करी रंगे नाचंती अपसरी बालके देखिण चकित माया मोहिले गोपीनाथ तक्षणे आलिंगन करी गोठकु आनिले बाछुरी पए कहिले जे जा घरे पुणी मिलिले नंद द्वारे बकर तुंडु उबुरिला भाग्य गोजोस दार थिला शुणी चकित गोप गोपी कृष्णଙ୍କୁ चाहन्ति निरपी बोलन्ति धर्म तिनि लोके सत्य व्यवहार जनमुखे निर्दोष प्राणी हिंसा करी आपणे जाउछन्ति मरी एपोए बालक स्वभावे एहाଙ୍କୁ हिंसन्ति दानवे तेणु हुअन्ति मृत्यु संग अनळे जे सने पतंग पंडित जनंकर कथा केबे हेनु हई अन्यथा जहा कहिले गार्ग्य ऋषि रामकृष्ण को परशंसी से कथा होइला प्रमाण एहाଙ୍କୁ रखु नारायण आपद देखि नंदराय शांति कराई लेथकाई गोपे गोविंद अंग संगे तरिले भव जळु रंगे से हरि चरणे विश्वास कहई जगन्नाथ दास इति श्रीमद्भागवते महापुराणे पारमहंस्यां संहितायां दशमस्कन्धे पूर्वार्धे नंदवसुदेव संगमो नाम 12 बंधुगण आशा करे भिडियोटी आपण मानकु भल लागिथिबो भल लागिथिले भिडियोटी को लाइक और शेयर करंतु एवं एमिति नुआ नुआ भिडियो देखिबा पई चैनल टी को सब्सक्राइब करि नियंतु। जय जगन्नाथ।